ଆପଣ ଏ କାଗଜପତ୍ର କ'ଣ ପାଇଁ ଖେଳଉଛନ୍ତି? ନମସ୍କାର, ମୁଁ କାହ୍ନୁଚରଣ ନାୟକ, ଗ୍ରାମ ଆଣ୍ଠୁଆରୀ, ପ୍ରତାପଦ୍ରପୁର ଗ୍ରାମ ପଞ୍ଚାୟତ, ବାଲିଅନ୍ତା ବ୍ଲକ, ଜିଲ୍ଲା ଖୋର୍ଦ୍ଧା। ଆଜ୍ଞା, ବାପା କିଣିଥିଲେ 30 ଡିସିମିଲି ଜମି। ଆଚ୍ଛା, ବର୍ତ୍ତମାନ ସେଥିରେ ମୁଁ ଚକବନ୍ଦି ଯେତେବେଳେ ଆଣିଲେ, ଚକବନ୍ଦି ସେ ମଞ୍ଜୁରୀ ଦେଲା ନାହିଁ ଚୈତନ ପଣ୍ଡା। ବର୍ତ୍ତମାନ ସିଏ କ'ଣ କଲେ ନା ବେଆଇନ ସୂତ୍ର କରିଦେଲେ, ତାଙ୍କ ନାଁଟା ରଖିଦେଲେ। ଆମ ନାଁରେ ପଟ୍ଟାଟା ସମ୍ପୂର୍ଣ୍ଣ ହେଇନି, ତାଙ୍କ ନାଁଟା ପଟ୍ଟାରେ ରହିଛି। ତେଣୁ ମୁଁ ସବୁ କାଗଜ ଦେଇ ସାରିଲା ପରେ ବର୍ତ୍ତମାନ ଆମ ନାଁରେ ପଟ୍ଟାଟା ହେଇପାରୁନାହିଁ। କମିଶନ କହିଲେ ମଗେଇଲେ ସବୁ କାଗଜ, ମୁଁ ଆଜ୍ଞା ସବୁ କାଗଜ ଯୋଗେଇକି ଦେଇଛି, ବର୍ତ୍ତମାନ ହେଇପାରୁନାହିଁ। କେସ୍ ପଡ଼ିକି ରହିଛି ଏ 36। ନେଇ ଆପଣ ଏଇ ଯେଉଁ ଜମି ବାଡ଼ି ନେଇ ଆପଣ କ'ଣ ସବୁ ପଦକ୍ଷେପ ନେଇଛନ୍ତି ଆଗରୁ? ମୁଁ କଲେକ୍ଟରଙ୍କୁ ଦେଇଛି, ଆଉ ତହସିଲକି ଦେଇଛି, ଆପ୍ଲାଏ ମଧ୍ୟ ବହୁତ କରିଛି। ଆଉ ସେ କହିଲେ ଯେ ତିଥିମାନ ସମ୍ପତ୍ତି କି କ'ଣ ହେଇଛି କି ଅଂଶୀଦାର, ବର୍ତ୍ତମାନ ତାଙ୍କର ପଟ୍ଟା ବି ଜଜ କହିଲେ କମିଶନର ତାଙ୍କର ଶାବକ ପଟ୍ଟା ଆଣ, ଶାବକ ପଟ୍ଟା ମଧ୍ୟ ଆଣିଲି, ମଧ୍ୟ ଦେଖେଇଲି, ଦେଲି। ବର୍ତ୍ତମାନ ତାଙ୍କରି ନାଁରେ ତିଥିମାନ ସମ୍ପତ୍ତି ଚକବନ୍ଦି ଟିକେ ଭୁଲ କରିଦେଲା, ବେଆଇନ କରିଦେଲା। ସେ ମଞ୍ଜୁରୀ ଦେଲା ନାହିଁ ଚୈତନ ପଟ୍ଟା, ଦସ୍ତଖତ କରିଦେଲା, ଆମ ନାଁରେ ପଟ୍ଟା ହେଇଥାନ୍ତା। କବଲା ପଟ୍ଟା ହେଇଛି, ତାଙ୍କ ନାଁରେ ପଟ୍ଟାରେ ତାଙ୍କ ନାଁଟା ରହିଛି। ତେଣୁ ହେଇପାରୁନାହିଁ। ତେଣୁ ଆଉ ବିଜେଡି ସରକାର କ'ଣ ଆମ କଥା ବୁଝିଲେ, ବହୁତ ଥର ଯାଇଛି, କାଗଜ ଦେଇଛି, ହେଇପାରୁନାହିଁ। ତେଣୁ ମୋର ଆପତ୍ତି ଏତିକି, ଆପଣ ସଠିକ ଭିତରେ ତଦନ୍ତ କରିକି ଆମ କାମଟା ଟିକେ ବୁଝିଦେଲେ ଆମ ନାଁରେ ଆଜ୍ଞା ପଟ୍ଟା ହେଇଯିବ, ଏତିକି ମୋର ଅନୁରୋଧ।